এই তো জীবন। ଖୁସିର ମୁହୂର୍ତ୍ତରେ ଆସିଗଲା ଦାରୁଣ ଦୁଃଖ। ଛୋଟ କାହାଣୀଟିଏ। ସେଦିନ ଅଗଷ୍ଟ ମାସ 14 ତାରିଖ ରାତି ପ୍ରାୟ 10 ହୋଇଥାଏ। ମନରେ ଆନନ୍ଦର ସୀମା କହିଲେ ନ ସରେ। ଟ୍ରେନରେ ବସି ଭାବୁଛି ସେ ପିଲାଦିନେ ସାଙ୍ଗସାଥୀ ମିଶି ଜାତୀୟ ପତାକା ଉତ୍ତୋଳନ କରୁ। ମୁଁ ପ୍ରତି ବର୍ଷ ଛୁଟିରେ ଆସେ ମୋ ଗାଁକୁ। ସେହି ସମୟରେ ମୋ ପାଖରେ ଆସି ଜଣେ ଲୋକ ବସିଲା। ଆମେ ଦୁଇ ଜଣ ଗପୁ ଗପୁ ରାତି 3ଟା ବାଜିଲା। ସେ ତାଙ୍କର ଗାଁରେ ରହୁଥିବା ଅନ୍ଧୁଣୀ ମା ଆଉ ସ୍ତ୍ରୀ ପିଲାଛୁଆ କଥା କହୁଥିଲେ ଯେ ଏଥର ଗଲେ ମୋ ମାର ଆଖି ଦେଖିବାକୁ ଡାକ୍ତର ପାଖକୁ ନେଇକି ଯିବି। ମୋ ପୁଅ କେବେଠାରୁ ମତେ କହିଛି ମୋ ପାଇଁ ବାପା ଜୋତା ଆଉ ଜାତୀୟ ପତାକା ଆଣିବ। ଏତିକି କଥା ମଧ୍ୟରେ ଆସିଲା ତାଙ୍କର ଫୋନ କଲ୍। ତାଙ୍କର ସ୍ତ୍ରୀ କହିଛନ୍ତି କେତେବେଳେ ଆସିକି ପହଞ୍ଚିବ ଓ ଅଳ୍ପ ସମୟରେ ହଉ। ପୁଅ ପାଇଁ ଆଣିଛ ତ? ହଁ ଆଣିଛି। ଦେଖିଲଟି ଆମ ଘରେ ସବୁ ବହୁତ ଖୁସି ମୁଁ ଯାଉଛି ବୋଲି। ମୁଁ ବହୁତ ଖୁସି ହୋଇଗଲି ଯାହା ହେଉ ତୁମ ପରି ବନ୍ଧୁ ପାଇକି। ଆଉ 30 ମିନିଟରେ ଟ୍ରେନ୍ ଲାଗିବ। ପୁଣି ଆଉ କେବେ ଦେଖାହବ ସବୁ ଈଶ୍ୱରଙ୍କ ଇଚ୍ଛା। ଆଉ 5 ମିନିଟ ରହିଲା ମୋ ଆଉ ଖୁସିରେ ପାଦ ଲାଗୁ ନାହିଁ ମତେ ବାରମ୍ବାର କହୁଥାନ୍ତି ସେ। ସତେ ଯେମିତି ତାଙ୍କୁ ସବୁ ଖୁସି ମିଳିଯିବ। ହେଲେ କିଛି ସମୟ ମଧ୍ୟରେ ଟ୍ରେନ୍ ଯାଇ ଖସି ପଡ଼ିଲା ନଦୀ ମଧ୍ୟରେ। ଆଉ ମୋ ଭାଗ୍ୟ ଭଲ ମୋର କିଛି ହୋଇ ନଥିଲା। ମୁଁ ଯେତେବେଳେ ଆଖି ଖୋଲି ଦେଖିଲି ସେ ବନ୍ଧୁ ଜଣଙ୍କ ଶାନ୍ତି ଶୋଇ ଯାଇଛନ୍ତି ସବୁଦିନ ପାଇଁ। ସେହି ସମୟରେ ତାଙ୍କ ଫୋନକୁ କଲ୍ ଆସିଲା। ମୁଁ ବୁଝି ପାରୁନଥିଲି ଫୋନ ଉଠେଇବି ନା ନାହିଁ। ବାରମ୍ବାର କଲ୍ ଆସୁଥାଏ। ମୁଁ ଉଠିଲି। ଆଉ ବାପା ତୁମେ କୋଉଠି? ଆସ ମୁଁ ସ୍କୁଲକୁ ଯିବି ମୋର ଜୋତା ନାହିଁ ପା। ତାପରେ ତାଙ୍କ ସ୍ତ୍ରୀ କହିଛନ୍ତି ଜାଣିଲ ଆଜି ମୁଁ ସିନ୍ଦୁର ଲଗେଇଲା ବେଳେ ମୋ ହାତରୁ ଖସି ପଡ଼ିଲା ମତେ କିଛି ଭଲ ଲାଗୁନି। ତୁମେ ଆସ। ମା ବି ତୁମ ପାଇଁ ମନ୍ଦିର ଗଲାଣି। ଆଉ ମୁଁ ଶୁଣିବାକୁ ଧୈର୍ଯ୍ୟ ନଥିଲା। ସେ ବିକଳ ବାପା ଡାକ। ଚାହିଁ ରହିଛି ବାପା ଆଣିବେ ଜୋତା ପିନ୍ଧିକି ହାତରେ ଜାତୀୟ ପତାକା ଧରି ଯିବ। ଏହା ଭାବି ଭାବି କାନ ପାଖରେ ସେହି କଥା ବାରମ୍ବାର ଶୁଣାଗଲା।